ବ୍ରହ୍ମପୁତ୍ର ନଦୀ ହେଉଛି ଏକ ଅନ୍ତର୍ଜାତୀୟ ନଦୀ ବା ଟ୍ରାନ୍ସ ବାଉଣ୍ଡରୀ ରିଭର, କାରଣ ଏହା ତିନୋଟି ଦେଶ ମଧ୍ୟ ଦେଇ ପ୍ରବାହିତ ହେଉଛି, ତିବ୍ବତ, ଭାରତ ଏବଂ ବାଂଲାଦେଶ। ଏହି ନଦୀ ତିବ୍ବତର କୈଳାସ ପର୍ବତର ଅଂଶୀ ବା ଚେମିୟୋଙ୍ଗଜଙ୍ଗ ହିମବାହ ନିକଟରେ ଥିବା ମାନସରୋବର ହ୍ରଦରୁ ଉତ୍ପତ୍ତି ହୋଇଛି। ଏହି ନଦୀକୁ ତିବ୍ବତରେ ୟାରଲୁଙ୍ଗ ସାଙ୍ଗପୋ ବା ସାଙ୍ଗପୋ ବୋଲି କୁହନ୍ତି ଏବଂ ଚାଇନିଜ ଲୋକମାନେ ଏହି ନଦୀକୁ ଜଙ୍ଗବୋ ବୋଲି କୁହନ୍ତି। ତାପରେ ଏହି ନଦୀ ଦକ୍ଷିଣକୁ ପ୍ରବାହିତ ହେଲା ପରେ ଅରୁଣାଚଳ ପ୍ରଦେଶ ନିକଟରେ ହିମାଳୟକୁ ଚିରି ଗେଲିଂ ନାମକ ସ୍ଥାନରେ ଅରୁଣାଚଳ ପ୍ରଦେଶରେ ପ୍ରବେଶ କରିଛି। ଅରୁଣାଚଳ ପ୍ରଦେଶରେ ଏହି ନଦୀକୁ ଦିହାଙ୍ଗ ବା ସିଆଙ୍ଗ ବୋଲି କୁହନ୍ତି। ତାପରେ ଅରୁଣାଚଳ ପ୍ରଦେଶ ଅତିକ୍ରମ କଲା ପରେ ଆସାମରେ ପ୍ରବେଶ କରିଛି। ଆସାମରେ ଏହି ନଦୀକୁ ବ୍ରହ୍ମପୁତ୍ର ନଦୀ ବୋଲି କୁହାଯାଏ ଏବଂ ସାରା ଭାରତ ଏହି ନଦୀକୁ ବ୍ରହ୍ମପୁତ୍ର ନଦୀ ନାମରେ ଜାଣିଛି ବା ଏହି ନଦୀ ବ୍ରହ୍ମପୁତ୍ର ନଦୀ ନାମରେ ସାରା ଭାରତରେ ପରିଚିତ। ତାପରେ ଆସାମରେ ପ୍ରବାହିତ ହେଲା ପରେ ଏହି ନଦୀ ବାଂଲାଦେଶକୁ ପ୍ରବେଶ କରିଛି। ବାଂଲାଦେଶରେ ଏହି ନଦୀକୁ ଯମୁନା ନଦୀ ବୋଲି କହନ୍ତି। ତାପରେ ଏହି ନଦୀ ଭାରତର ଗଙ୍ଗା ନଦୀ ବା ଏହି ଗଙ୍ଗା ନଦୀକୁ ବାଂଲାଦେଶରେ ପଦ୍ମା ବୋଲି କହନ୍ତି। ଏହି ପଦ୍ମା ନଦୀ ସହିତ ମିଶିବା ପରେ ଯେଉଁ ଆଗକୁ ପ୍ରବାହିତ ହୋଇଛି ସେତେବେଳେ ଏହାକୁ ମେଘନା ବୋଲି କୁହାଯାଏ। ମେଘନା ନଦୀ ବୋଲି ବାଂଲାଦେଶରେ କୁହନ୍ତି। ତେବେ ଏହି ବ୍ରହ୍ମପୁତ୍ର ନଦୀ ତିନୋଟି ଦେଶରେ 6ଟି ନାମରେ ଡାକନ୍ତି। କେମିତି? ଇଏ ହେଉଛି ତିବ୍ବତ, ତିବ୍ବତରେ କୁହାଗଲା ସାଙ୍ଗପୋ ନଦୀ ବା ଜଙ୍ଗବୋ ନଦୀ। ଚାଇନିଜ ମାନେ ଜଙ୍ଗବୋ ବୋଲି କୁହନ୍ତି କାହିଁକି ନା ତିବ୍ବତକୁ ବର୍ତ୍ତମାନ ଚାଇନା ଅଧିକୃତ କରିଛି। ଭାରତରେ ୟାକୁ 2ଟି ନାମରେ ଡାକନ୍ତି। ଅରୁଣାଚଳ ପ୍ରଦେଶର ଲୋକମାନେ ଦିହାଙ୍ଗ ବୋଲି କହନ୍ତି, ଆସାମର ଲୋକମାନେ ବ୍ରହ୍ମପୁତ୍ର ବୋଲି କହନ୍ତି ଏବଂ ସାରା ଭାରତର ଲୋକମାନେ ବି ସେଇ ବ୍ରହ୍ମପୁତ୍ର ବୋଲି କହନ୍ତି। ତାହେଲେ ଏଠି ହେଇଗଲା 2, ଭାରତରେ ହେଇଗଲା 2, 2, 2, 4 ଏବଂ ବାଂଲାଦେଶରେ ଯମୁନା ବୋଲି କୁହାଗଲା। ତାପରେ ଗଙ୍ଗା ନଦୀ ବା ଯୋଉଟା ପଦ୍ମା ବୋଲି କହୁଛନ୍ତି ବାଂଲାଦେଶରେ, ପଦ୍ମା ନଦୀ ସହିତ ମିଶିବା ପରେ ୟାକୁ ମେଘନା ବୋଲି କୁହାଗଲା। ତାହେଲେ ଏଠି ହେଲା 2, 6ଟି ନାମ, ଗୋଟେ ନଦୀର 6ଟି ନାମ। ତାପରେ ଇଏ ବଙ୍ଗୋପସାଗରରେ ପ୍ରବେଶ କରିଛି ଏବଂ এই ଯେଉଁ ବଙ୍ଗୋପସାଗରରେ ପ୍ରବେଶ କରିଛି, ବଙ୍ଗୋପସାଗରରେ ମିଶିବା ପରେ ଏଠି ଯେଉଁ ଡେଲ୍ଟା ତିଆରି ହେଇଛି, এই ଡେଲ୍ଟା ହେଉଛି ପୃଥିବୀର ସବୁଠାରୁ ବୃହତ୍ତମ ଡେଲ୍ଟା। ୟାକୁ ବ୍ରହ୍ମପୁତ୍ର ଗଙ୍ଗା ଡେଲ୍ଟା ବୋଲି କୁହାଯାଏ ବା ଯୋଉଟାକି ସୁନ୍ଦରବନ ନାମରେ ପରିଚିତ। ସୁନ୍ଦରବନ ଇଏ ହେଉଛି ପୃଥିବୀର ସବୁଠାରୁ ବଡ଼ ଡେଲ୍ଟା, ସୁନ୍ଦରବନ। ତାପରେ ଏହି ନଦୀର ଉପନଦୀ ଗୁଡ଼ିକୁ ଦେଖିବା। এই ଅରୁଣାଚଳ ପ୍ରଦେଶରେ ୟାର 2ଟି ଉପନଦୀ ଅଛି। ଗୋଟେ ହେଲା ଦିବାଙ୍ଗ ଆଉ ଗୋଟେ ହେଲା ଲୋହିତ। ଏବଂ ଏଇଠି ଆଉ ଗୋଟେ ଉପନଦୀ ଅଛି, ୟାକୁ କୁହାଗଲା ଧନଶ୍ରୀ। ତାହେଲେ ଆମର ଡାହାଣ ପଟେ 3ଟା ନଦୀ ହେଇଗଲା, ଦିବାଙ୍ଗ, ଲୋହିତ, ଧନଶ୍ରୀ ଏବଂ ବାଁ ପଟେ ବି 3ଟା ମନେ ରଖିବା। ଏମାନେ ହେଉଛନ୍ତି ପ୍ରମୁଖ ନଦୀ। ଇଏ ହେଲା ସୁବନଶ୍ରୀ, ତାପରେ ଇଏ ହେଲା ମାନସ ନଦୀ, ତାପରେ ଇଏ ହେଲା ତିସ୍ତା ନଦୀ। ଆମର ବାଁ ପଟେ 3ଟି ସୁବନଶ୍ରୀ, ମାନସ, ତିସ୍ତା। ଆମର ଡାହାଣ ପଟେ ବି 3ଟି ଦିବାଙ୍ଗ, ଲୋହିତ, ଧନଶ୍ରୀ। ଇଏ ହେଲା ବ୍ରହ୍ମପୁତ୍ର ନଦୀର ଉପନଦୀ। ତେବେ এই ବ୍ରହ୍ମପୁତ୍ର ନଦୀକୁ ଆସାମରେ କୃଷିର ଜୀବନରେଖା ବୋଲି କୁହାଯାଏ କାହିଁକି ନା এই ବ୍ରହ୍ମପୁତ୍ର ନଦୀ ଏତେ ପଟୁମାଟି ନେଇ ଆସିଥାଏ ଯେ ଏହି ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ବହୁତ ଭଲ ହୁଏ। ପଟୁମାଟି ବହି ଆଣିଥିବେ, ଏହି ନଦୀ ବହି ଆଣେ ଏବଂ ଯାହା ଫଳରେ ସେଠି ଚାଷ ବହୁତ ଭଲ ହୁଏ। ତେଣୁ ଆସାମରେ ଏହି ନଦୀକୁ କୃଷିର ଜୀବନରେଖା ବୋଲି କୁହାଯାଏ। ଆଉ ଏହି ନଦୀରେ ଗୋଟେ ଦ୍ୱୀପ ବି ଅଛି ହେଲା। এই ନଦୀ ଏତେ ଉଷାର ବା ଏହାର ଜଳଧାରଣ କ୍ଷମତା ବହୁତ ଅଧିକ। এই ନଦୀ ଭିତରେ ଏକ ଦ୍ୱୀପ ବି ଅଛି ଯୋଉଟାକି ପୃଥିବୀର ସବୁଠାରୁ ବୃହତ୍ତମ ଦ୍ୱୀପ, ଯିଏକି ନଦୀ ମଧ୍ୟରେ ଅଛି। ନଦୀ ମଧ୍ୟରେ ସବୁଠାରୁ ବୃହତ୍ତମ ଦ୍ୱୀପ ହେଉଛି ଏହି ଦ୍ୱୀପ, ଆସାମରେ ଅଛି। ୟାର ନାମ ହେଉଛି ମଜୁଲି। এই ମଜୁଲି ଦ୍ୱୀପ ହେଉଛି ନଦୀ ମଧ୍ୟରେ ଥିବା ପୃଥିବୀର ସବୁଠାରୁ ବୃହତ୍ତମ ନଦୀ। ଏହା ଗୋଟିଏ ଡିଷ୍ଟ୍ରିକ୍ଟର ଆଖ୍ୟା ପାଇଛି। এই ମଜୁଲି ଦ୍ୱୀପର ଲୋକ ସଂଖ୍ୟା ବି ବହୁତ, ଏହାର ଲୋକ ସଂଖ୍ୟା 1.5 ଲକ୍ଷରୁ ବେଶୀ। এই ମଜୁଲି ଦ୍ୱୀପରେ 1.5 ଲକ୍ଷରୁ ବେଶୀ ଲୋକ ରହନ୍ତି। ଇଏ ଗୋଟେ ଜିଲ୍ଲା, ଇଏ ଗୋଟେ ସ୍ୱତନ୍ତ୍ର ଜିଲ୍ଲା, ଏତିକି ବଡ଼ ଦ୍ୱୀପ। ଏବଂ এই ବ୍ରହ୍ମପୁତ୍ର ନଦୀ ଦେଇ ନୌକା ଦ୍ୱାରା ନେବା ଆଣିବା ମାଲ ପରିବହନ କରାଯାଏ। ନୌକା ଦ୍ୱାରା ମାଲ ପରିବହନ କରାଯାଏ କାରଣ এই ନଦୀ ଗଭୀର ବି ଅଛି ଏବଂ ଅସାର ବି ଅଛି, ଯାହା ଫଳରେ କି ବାଣିଜ୍ୟ ଏଠି ବହୁତ ସୁବିଧା ହୁଏ। ତେବେ ଇଏ ହେଲା ବ୍ରହ୍ମପୁତ୍ର ନଦୀ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦେବ। ଧନ୍ୟବାଦ।